এই পোଷ୍ଟଟି ଦେଖି ମୋତେ ବହୁତ ରାଗ ଚିଡ଼ୁଛି। ହିନ୍ଦୁମାନଙ୍କୁ ଯଦି କାହାକୁ ଡରିବାର ଅଛି ପ୍ରଥମେ ଏଇଭଳି ଦୋଗଲା ହିନ୍ଦୁମାନଙ୍କଠୁ ଡରିବାକୁ ପଡ଼ିବ। ଏଇଭଳି ଦୋଗଲା ହିନ୍ଦୁମାନଙ୍କ ଠାରୁ ସଜାଗ ରହିବାକୁ ପଡ଼ିବ। ମଡର୍ଣ୍ଣିଟି ଆଉ ଆଟେନସନ୍ ପାଇବା ଚକ୍କରରେ ଏମାନେ କିଛି ବି କରୁଛନ୍ତି। ନିଜ ଶାସ୍ତ୍ର ବିଷୟରେ କୌଣସି ଜ୍ଞାନ ନାହିଁ, ନିଜ ଧର୍ମକୁ ବୁଡ଼େଇ ସାରିଲେଣି, ଆଉ ସମ୍ପର୍କର ମର୍ଯ୍ୟାଦାକୁ ମଧ୍ୟ ବୁଝିପାରୁନାହାନ୍ତି। ବଡ଼ ବାଡ଼ ସାଆନ୍ତ ପ୍ରଭୁ ବଳଭଦ୍ର ହେଉଛନ୍ତି ମହାପ୍ରଭୁ ଜଗନ୍ନାଥଙ୍କର ବଡ଼ ଭାଇ, ମା ଲକ୍ଷ୍ମୀ ସାଆନ୍ତାଣୀଙ୍କର ଦେଢ଼ଶୁର। ସିଏ କେବେ ହେଲେ ମା ଲକ୍ଷ୍ମୀ ସାଆନ୍ତାଣୀଙ୍କ ସାମ୍ନାରେ ଆଣ୍ଠୁ ମାଡ଼ି ପାତ୍ର ଧରି ବସିପାରିବେ? ଏହା କ'ଣ ମା ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ବି ଠିକ୍ ଲାଗିବ? ଆମ ପରମ୍ପରା କେତେ ସୁନ୍ଦର, ଯାହାକୁ ଏମାନେ ଅପଭ୍ରଂଶ କରୁଛନ୍ତି। ରଥଯାତ୍ରା ସମୟରେ ଯେତେବେଳେ ଲକ୍ଷ୍ମୀ ନାରାୟଣ ଭେଟ ହୋଇଥାଏ ସେତେବେଳେ ପ୍ରଭୁ ବଳଭଦ୍ରଙ୍କ ଆଗରେ ଟେରା ପଡ଼ିଥାଏ, ଆଉ ଏମାନେ ପ୍ରଭୁ ବଳଭଦ୍ରଙ୍କୁ ମା ଲକ୍ଷ୍ମୀଙ୍କ ଆଗରେ ଆଣ୍ଠୁ ମାଡ଼ି ବସେଇ ସାରିଲେଣି। ଏଠି କିଛି ଜଣ ଇଣ୍ଟେଲେକ୍ଚୁଆଲ ଆସି ଲକ୍ଷ୍ମୀ ପୁରାଣ ବିଷୟରେ ମନେ ପକାଇଦେବେ। ଆରେ ମୂର୍ଖ, ଲକ୍ଷ୍ମୀ ପୁରାଣରେ କ'ଣ ପ୍ରଭୁ ବଳଭଦ୍ର ମା ଲକ୍ଷ୍ମୀଙ୍କୁ ଭିକ ମାଗିବା କଥା କେଉଁଠି ଲେଖା ହେଇଛି? ଏହା କେଉଁଠି ବି ବର୍ଣ୍ଣିତ ଅଛି? ମୁଁ ଏତିକି ବିନତି କରୁଛି, ମହାପ୍ରଭୁ ଶ୍ରୀ ଜଗନ୍ନାଥ ଏମାନଙ୍କୁ ଟିକେ ସଦ୍ବୁଦ୍ଧି ଦିଅନ୍ତୁ, ନହେଲେ ଏମାନେ ଆମ ଧର୍ମକୁ ପୁରା ନଷ୍ଟ କରିଦେବେ।